ମଣିଷକୁ ନ ମାରିବି ଯାଇ ଛାଡ଼େନି କାହିଁକି ଶ୍ରାବଣୀକୁ ଏତେ ଭଲ ପାଉଥିଲି ହେଲେ ସେ ମୋ ମନକୁ ଟିକେ ବି ବୁଝିପାରିଲାନି କାହିଁକି ସେ ମତେ ଛାଡ଼ି ଚାଲିଗଲା। ଆରେ ଶ୍ରାବଣୀ ତୋରି ପାଇଁ ଆଜି ମୁଁ କେମିତି ମରୁଛି। ଆରେ ଦେଖ ଶ୍ରାବଣୀ ତୋରି ପାଇଁ ଆଜି ମୁଁ କେମିତି ମରୁଛି। ପାଗଳ ହେଇଗଲୁ? ପାଗଳ ହେଇଯାଇଛି ଶ୍ରାବଣୀ ଦିନ ମୁଁ ପାଗଳ ହେଇଯାଇଛି ବାପା। ମତେ ମରିବାକୁ ଦିଅ ବାପା, ମତେ ମରିବାକୁ ଦିଅ। ହେ ବୀରେନ୍ଦ୍ର ବଡ ଭାଇ ଜେଲ୍ ଚାଲିଗଲା। ଆଉ ତୁ ଯଦି ଆତ୍ମହତ୍ୟା କରି ମରିଯିବୁ ତାହେଲେ ଆମେ ବଂଶ କଣ ନିର୍ବଂଶ ହେଇଯାଉ। କିନ୍ତୁ ମୁଁ କଣ କରିବି ବାପା? ମୋ ବିବେକ ତ ମତେ ମରିବାକୁ ବାଧ୍ୟ କରୁଛି। ତୁ ସେ ଶ୍ରାବଣୀ ପାଇଁ ମରିବାକୁ ଚାହୁଁଛୁ? ମୁଁ କହିବି କୋଉଠି ଯୋଉଠି ଥିବି ମୁଁ ଶ୍ରାବଣୀକୁ ତୋ ପାଖକୁ ନେଇ ଆସିବି। ଆରେ ଯା ବୀରେନ୍ଦ୍ର, ଆରେ ଭିତରକୁ ଯା। କିନ୍ତୁ ବାପା ଆରେ ମୁଁ ତତେ କଥା ଦଉଛି ମୋ ଜୀବନ ଚାଲିଯାଉ ପଛେ ମୁଁ କିନ୍ତୁ ତୋ ଆଶା ମୁଁ ନିଶ୍ଚୟ ପୂରଣ କରିବି। ଆରେ ବୀରେନ୍ଦ୍ର ତୁ ଭିତରକୁ ଯା। ଏ ଝିଅଟା କୁଆଡ଼େ ଚାଲିଗଲା ଯେ ତା ସାଙ୍ଗରେ ଏ ଘରର ସୁଖ ଶାନ୍ତି ସବୁ ଛଡ଼େଇ ନେଇଗଲା। ତାକୁ ମୁଁ କୋଉଠି ପାଇବି? କୋଉଠି? ମହେନ୍ଦ୍ର କୁମାର ଯେତେ ମୋର ଯେତେ ଧନ ସମ୍ପତ୍ତି ସରିଯାଉ ପଛେ ମୁଁ କିନ୍ତୁ ମୋ ପୁର ଆଶା ମୁଁ ନିଶ୍ଚୟ ପୂରଣ କରିବି। ହଁ ମୁଁ ନିଶ୍ଚୟ ପୂରଣ ବିଷ ଖାଇନଥିଲି ନା ଶ୍ରାବଣୀ। ରାଣୀ ମତେ ବିଷ ଦେଇ ମାରିଦେବାକୁ ଆସିଥିଲା। ଆଉ ସେ କଥା ଜାଣ ସେ ବିଷକୁ ମୁଁ ନିଜେ ପିଇ ଦେଇଥିଲି। କିନ୍ତୁ କାହିଁକି? ମୁଁ ତାକୁ ବାସିନା ହେଇଥିଲି କିନ୍ତୁ ସେ ମତେ ଜୀବନ ସ୍ୱାମୀର ଅଧିକାର ଦେଇନି। ମୋ ଆଖି ସାମ୍ନାରେ ଗୋଟା ଘର ପୁରୁଷକୁ ଧରି ପୂଜା କରୁଛି। କେମିତି ବଞ୍ଚିଥାନ୍ତି? କିନ୍ତୁ ମୁଁ ଯଦି ତୁମକୁ ଦେଖିନଥାନ୍ତି ତାହେଲେ କଣ ଅବସ୍ଥା ହେଇଥାନ୍ତା? ଆତ୍ମର ବଞ୍ଚିବାର ଥିଲା ବେଳେ ମୁଁ ବଞ୍ଚିଗଲି। ହେଲେ ସମସ୍ତେ କହିଲେ ତୁ କୁଆଡ଼େ ଚାଲିଗଲୁ ବୋଲି। କିନ୍ତୁ ତୁ ଏତେ ଦିନ ଯାଇ ଅଛୁ କୋଉଠି? ଜାଣିନଥିଲି ଭାଇ, ମୋ ଭଣଜ ମତେ ମାରି ଦେଇଥିଲେ କିନ୍ତୁ ଭାଗ୍ୟ ଭଲ ମୁଁ ବଞ୍ଚିଗଲି। ଶ୍ରାବଣୀ ସେ ଇନ୍ଦ୍ର କୁମାର ଚକ୍ରର ପରିବାର ଲାଗି ଆଜି ଆମ ସୁନା ସଂସାର ଉଜଳି ଯାଇଛି। ତାଙ୍କ ପରିବାରକୁ ବର୍ବାଦ କରିଦେବି। ତମେ ତାଙ୍କ ସହିତ ଲାଗନି। ନାଇଁ ଶ୍ରାବଣୀ, ଆମେ ଘରକୁ ଗଲେ ଆମେ ପ୍ରତିଶୋଧ ଦେଇପାରିବାନି। କିନ୍ତୁ ସେମାନେ ବାପାଙ୍କ ଅବସ୍ଥା କଣ ହବ? ବାପାଙ୍କ କଥା ମୁଁ ବୁଝିବି। ବୀରେନ୍ଦ୍ର ତତେ ପାଇବାକୁ ପୁରା ପାଗଳ ହେଇଯାଇଛି। ତେଣୁ ତୁ ଆଉ ଥରେ ସେ ବୀରେନ୍ଦ୍ର ପାଖକୁ ଯିବାକୁ ପଡିବ। ନାଇଁ ଭାଇ, ଆଉ ଥରେ ସେ ଘରକୁ ଯିବିନି। ସେମାନେ ମତେ ଆଉ ଥରେ ମାରିଦେବେ। ଭୟ କରନା, ତୋ ପାଖେ ପାଖେ ରହିବି। ତୋର କେହି କିଛି କରିପାରିବେନି। ଆଜିଠାରୁ ତୋ ନାଁ ଗାଁ ଠିକଣା ସବୁ ବଦଳିବ। ଆଜିଠୁ ତୋ ନାଁ ଶ୍ରାବଣୀ ନୁହଁ, ଶିବାନୀ। ଆମ ଖାନା ମତେ କାହାକୁ ବି ଆମ ଔଷଧ ପରିଚୟ ଦବୁନି। ଠିକ ଅଛି ଭାଇ, ତମେ ଯାହା କହିବ ମୁଁ ତାହା କରିବି। ତାହେଲେ ଚାଲ ଆମେ ମିଶନଟା ଆରମ୍ଭ କରିବା।